ଯାହାକୁ ନବୀନ ବାବୁ ବ୍ରେକ୍ ମାରିଥିଲେ, ବନ୍ଦ କରିନଥିଲେ, ବ୍ରେକ୍ ମାରିଥିଲେ, ତାକୁ ପୁଣି ଆଉ ଥରେ ପିକଅପ୍ ଦେଇଦେଲେ ମୋହନ ମାଝୀ। ମାର ବଳିଆ ମାର ପେଣ୍ଡୁ ଏକା ମାଡକେ ନେଟ୍ ଛିଣ୍ଡୁ। ଥରକେ ବଢିଲା, ଏକା ଥରକେ 3 ଗୁଣା ବଢିଲା ଦରମା, ବଢିଲା ଭତ୍ତା, ବଢିଲା ଟେଲିଫୋନ ବିଲ୍ ର ଭତ୍ତା, ଏକା ଥରକେ 3 ଗୁଣା 3 ଲକ୍ଷ ଟଙ୍କା। ତହିଁକି ପେନସନ ମଧ୍ୟ ବଢିଗଲା। ଦରଦାମ ମୁଦ୍ରାସ୍ଫୀତି ମୋଦି କହିବା କଥା ନିୟନ୍ତ୍ରଣରେ ଅଛି। ଭାରତ ବର୍ତ୍ତମାନ ଆର୍ଥିକ ବିକାଶରେ ଟକ୍କର ଦଉଛି ଜାପାନକୁ। ସକାଳ ହେଲା ବେଳକୁ ଆମେ କାଲକୁଲେଟର ଟିପିକି ଦେଖିଦେଇ ପାରିବା, ଯେମିତି ଇଭିଏମ୍ ମେସିନରୁ ରିପୋର୍ଟ ବାହାରୁଛି ସେମିତି ରିପୋର୍ଟ ବାହାରି ଯାଇପାରେ ଯେ ଆମେ ଜାପାନଠୁ ଆହୁରି ହାତେ ଉପରକୁ ପଳେଇଲୁଣି। ଇଏ ବେଳରେ ଡବଲ ଇଞ୍ଜିନରେ ବିଧାୟକ ମାନଙ୍କର ଭତ୍ତା ବଢିବା ଗୋଟେ ସାଧାରଣ କଥା, କିନ୍ତୁ ଏକଥା ମଧ୍ୟ ବାର୍ତ୍ତା ଦେଲା ଯେ ଟଙ୍କା 3 ଲକ୍ଷ ନହେଲେ 4 ଚକିଆ ଗାଡିରେ ବସିବା ଆସିବା, ଗାଁରୁ ଆସି ଭୁବନେଶ୍ୱରରେ କିଛି ଦିନ ରହିବା ସମ୍ଭବ ନୁହେଁ। ତାହା ଆମ ପାଇଁ ବିଶେଷ ଉଦ୍ବେଗର କାରଣ ନୁହେଁ। କିନ୍ତୁ ସାମାଜିକ ଗଣମାଧ୍ୟମ ଦେଖିଲେ କିଛି ଟ୍ରୋଲ, ଯୋଉମାନେ ସରକାରଙ୍କ ପାଇଁ ଟ୍ରୋଲ କରିବା ପାଇଁ ସର୍ବଦା ପ୍ରସ୍ତୁତ, ସେମାନେ 2 ଦିନ ତଳେ ଭାରି ବ୍ୟସ୍ତ ହଉଥିଲେ କାହିଁକି ଶିକ୍ଷକ ମାନେ 50,000 ପାଖାପାଖି ଦରମା ପାଇଁ ଦାବି କରୁଛନ୍ତି, ଯେତେବେଳେ ସରସ୍ୱତୀ ସ୍କୁଲରେ 8-10 ହଜାର ଟଙ୍କାରେ କାଳେ ମାଷ୍ଟର ମିଳି ଯାଉଛନ୍ତି। ତାଙ୍କୁ ଅବଶ୍ୟ ଗୁରୁ ମା ଗୁରୁ ବାପା ବୋଲି କୁହାଯାଉଛି, ଆଙ୍କୁ ଶିକ୍ଷକ ବୋଲି କୁହାଯାଉଛି। ତେବେ ଗୁରୁ ବାପା ଗୁରୁ ମା ମାନେ ତାଙ୍କର ଭତ୍ତାକୁ 8,000-10,000 ଡିଆଇବା ପାଇଁ ପ୍ରସ୍ତୁତ ନୁହନ୍ତି। ଇଏ ମଧ୍ୟ ଆମ ପାଇଁ ଆଚମ୍ବିତ ହେଲା ଭଳି ଗୋଟାଏ ଖବର।